ଥରେ ଦେବଲୋକରେ ଦେବତାମାନଙ୍କ ଭିତରେ ଆଲୋଚନା ହେଲା ଯେ ମହାଦେବଙ୍କ ପାଖରେ ଯୋଉ ଭାଗବତର ଜ୍ଞାନ ଅଛି ତାକୁ ଆମ ଟିକେ ଶୁଣନ୍ତେନି। ତ ଏଇ ଭାଳେନୀ ଭିତରେ ତାଙ୍କର ନିଷ୍ପତ୍ତି ନିଆହେଲା ଯେ ମହାଦେବଙ୍କ କତରୁ ସେ ଜ୍ଞାନ କିଏ ଆଣିବ। ତ ସେମାନେ ନାରଦଙ୍କୁ ପଠାଇଲେ। ନାରଦ ଯାଇ କୈଳାସ ଧାମରେ ପହଞ୍ଚିଲେ। ସେ ଯେତେବେଳେ କୈଳାସ ଧାମରେ ପହଞ୍ଚିଲେ ସେତେବେଳେ ମହାଦେବ ନଥିଲେ, ମା ପାର୍ବତୀ ଥିଲେ। ସେ ମା ପାର୍ବତୀଙ୍କୁ ନମସ୍କାର କଲେ। ମା କହିଲେ, ଏ ଅବେଳାରେ ତୁମେ କେମିତି ଆସିଲ, କଣ କାମ ଥିଲା? ତ ନାରଦ କହିଲେ କି ହଁ, ମୋର ପ୍ରଭୁଙ୍କ ପାଖରେ କାମ ଥିଲା। ପ୍ରଭୁ ତ ନାହାନ୍ତି ମା, ମୁଁ ଯାଉଛି। ମା ପାର୍ବତୀ କହିଲେ, କୋଉ କାମ ଥିଲା ମତେ କହିଦେଇ ଯାଉନା, ପ୍ରଭୁ ଆସିଲେ ମୁଁ ତାଙ୍କଠୁ ପଚାରିକି ରଖିଥିବି, ଆଉ ତୁମେ ଯେବେ ଆସିବ ସେ କାର୍ଯ୍ୟ ବିଷୟରେ ମୁଁ ତୁମକୁ ଜଣାଇବି। ଏଇଠି ନାରଦ ମହାମୁନି କଣ କଲେ, ଗୋଟେ ମାୟା ରଚିଲେ। ସେ ମା ପାର୍ବତୀଙ୍କୁ କହିଲେ, ମା ତୁମେ ପ୍ରଭୁ ଆସିଲେ ପଚାରିବ ଯେ ତାଙ୍କ ବେକରେ ଯୋଉ ନରମୁଣ୍ଡ ସେ ପକେଇଛନ୍ତି ଏସବୁ କାହାର। ନାରଦ ଏତିକି କହି ପଳେଇ ଆସିଲେ। ତାପରେ ଯେତେବେଳେ ମହାଦେବ ଆସିଲେ, ମା ପାର୍ବତୀ ପଚାରିଲେ ଯେ ବେକରେ ଯୋଉ ନରମୁଣ୍ଡ ତୁମେ ପକେଇଛ ଏସବୁ ମୁଣ୍ଡ କାହାର। ତ ମହାଦେବ ଜାଣିପାରିଲେ ଏସବୁ ନାରଦଙ୍କ କାମ। ତ ସେ କହିଲେ, ଯେତେ ଜନ୍ମ ନେଇ ତୁମେ ଜନ୍ମ ହେଇଛ, ଯେତେ ଯୁଗରେ ତୁମେ ଜନ୍ମ ହେଇଛ, ତୁମର ମୃତ୍ୟୁ ପରେ ମୁଁ ଏ ନରମୁଣ୍ଡ ଗୁଡାକୁ ସାଇତି ରଖି ତାକୁ ବେକରେ ଧାରଣ କରିଛି। ଏଇ ଯୋଉ ଜନ୍ମ ତମେ ପାଇଛ, ପରେ ତୁମର ମୃତ୍ୟୁ ହେଲେ ସେ ମୁଣ୍ଡକୁ ମଧ୍ୟ ମୁଁ ଧାରଣ। ତ ମା ପାର୍ବତୀ କହିଲେ ଯେ ପ୍ରଭୁ ତୁମେ କଣ ଦୁନିଆରୁ କେବେ ଯିବନି? ତ ମହାଦେବ କହିଲେ, ମୁଁ ମୃତ୍ୟୁଞ୍ଜୟ, ମୁଁ ମୃତ୍ୟୁକୁ ବିଜୟ କରିଛି। ମୋ ପାଖରେ ଭାଗବତର ଜ୍ଞାନ ଅଛି। ମୁଁ ଭାଗବତ ଦ୍ୱାରା ନିଜର ଇନ୍ଦ୍ରିୟକୁ ସଂଯମ କରିବା ସହିତ ମୃତ୍ୟୁକୁ ବିଜୟ କରିଛି। ତ ମା କହିଲେ, ମତେ ଟିକେ ସେ ଭାଗବତ ଜ୍ଞାନ ଦିଅନ୍ତେନି। ତ ପ୍ରଭୁ କହିଲେ, କେବେ ସମୟ ମିଳିଲେ ମୁଁ କହିଦେବି। କିଛି ଦିନ ଏମିତି ଗଲା ପରେ ଦିନେ ମହାଦେବ ଆଉ ମା ପାର୍ବତୀ ବିହାର କରୁଥାନ୍ତି। ତ ସେ ସମୟରେ ଏକାମ୍ର କାନନ ପଡ଼ିଲା। ମା କହିଲେ, ଇଏ ତ ସୁନ୍ଦର ଜାଗାଟି, ଏଇଠାରେ ସେ ଜ୍ଞାନ ମତେ ପ୍ରକାଶ କର। ତ ମହାଦେବ କହିଲେ ହଉ। ତ ମହାଦେବ ଯୋଉ ଗଛ ତଳେ ବସିଲେ ଜ୍ଞାନ ଦେବା ପାଇଁ, ସେ ଗଛର ଉପରେ ଗୋଟେ ଶୁଆ ଗୋଟେ ଅଣ୍ଡା ଦେଇଥିଲା। ତ ସେ ଅଣ୍ଡାରୁ ଶିଶୁ ଶାବକଟି ଫୁଟି ନଥିଲା। ତ ଇଆଡ଼େ ମହାଦେବ ଆଖି ବନ୍ଦ କରି ମା ପାର୍ବତୀଙ୍କୁ ଭାଗବତ ଜ୍ଞାନ ଦଉଛନ୍ତି। କିଛି ସମୟ ବିତିଲା ପରେ ଭାଗବତ ଜ୍ଞାନର ଅମୃତ ତଥ୍ୟ ଶୁଣି ମା ପାର୍ବତୀଙ୍କୁ ନିଦ୍ରା ଆସିଲା। ତ ସେ ଶୋଇ ପଡ଼ିଲେ। ସେ ଶୋଇ ନଥିଲେ, କିନ୍ତୁ ତାଙ୍କୁ ଦେବତା ମାନେ କଣ କଲେ, ମା ଯୋଗମାଙ୍କୁ ପଠେଇ ମା ପାର୍ବତୀଙ୍କ ଭିତରେ ପ୍ରବେଶ କରାଇ ତାଙ୍କୁ ଶୁଆଇ ପକାଇଲେ। ତତ୍ପଶ୍ଚାତ ସେ ଶିଶୁ ଶାବକ ସେ ଅଣ୍ଡା ଭିତରୁ ବାହାରିଲା, ସେ ଶୁଆଟି। ତ ଯେ ପର୍ଯ୍ୟନ୍ତ ମା ପାର୍ବତୀ ହୁଁ ମାରୁଥିଲେ ସେ ପର୍ଯ୍ୟନ୍ତ ସେ ଶିଶୁ ଶାବକ କିଛି କହୁନଥିଲା। କିନ୍ତୁ ଯେତେବେଳେ ମା ପାର୍ବତୀ ଶୋଇପଡ଼ିଲେ, ମହାଦେବ ଭାଗବତ ଜ୍ଞାନ ଦଉଛନ୍ତି, ତ ମା ପାର୍ବତୀଙ୍କର ହୁଁ ବନ୍ଦ ହବାକୁ ସେ ଶିଶୁ ଶାବକ ହୁଁ ମାରିବାକୁ। ତ ସେ ସମୟରେ କଣ ହେଲା, ମହାଦେବ ଭାବୁଛନ୍ତି ଯେ ପାର୍ବତୀ ଶୁଣୁଛନ୍ତି, କିନ୍ତୁ ଯେତେବେଳେ ଭାଗବତ ସରିଗଲା ତ ମହାଦେବ ଦେଖିଲେ ଯେ ପାର୍ବତୀ ଶୋଇଛନ୍ତି। ତ ହୁଁ କିଏ ମାରୁଛି? ମହାଦେବ ଯେତେବେଳେ ଉଠିକି ଦେଖିଛନ୍ତି, ତ ସେ ଗଛ ଉପରେ ଯୋଉ ଶୁଆ ଶାବକଟି ଅଛି ସେ ହୁଁ ମାରୁଥିଲା। ସେ ଯେତେବେଳେ ମହାଦେବଙ୍କୁ ଦେଖିଲା ସେ ଉଡ଼ି ପଳେଇଲା। ତ ମହାଦେବ ତା ପଛେ ପଛେ ଗଲେ। ଏମିତି ଗୋଡାଗୋଡି ଭିତରେ ସେ ଶିଶୁ ଶାବକ ବ୍ୟାସମୁନିଙ୍କ କୁଟିଆ ପାଖରେ ଯାଇ ପହଞ୍ଚିଲା, ଯୋଉଠି ବ୍ୟାସଦେବଙ୍କ ସ୍ତ୍ରୀ ମୁଣ୍ଡ ଧୋଇ ତାଙ୍କ ମୁଣ୍ଡକୁ ଝାଡୁଛନ୍ତି ଉପରକୁ ମୁଣ୍ଡ କରିକି। ତ ତାଙ୍କ ପାଟି ଖୋଲା ଥିଲା। ଏଇ ଯୋଉ ଶିଶୁ ଶୁଆ ଶାବକଟି ଇଏ କଣ କଲା, ଗୋଟେ ସୂକ୍ଷ୍ମ ରୂପ ଧରି ମାଙ୍କ ପେଟରେ ପଶିଗଲା, ବ୍ୟାସମୁନିଙ୍କ ସ୍ତ୍ରୀଙ୍କ ପେଟରେ। ତ ଯେତେବେଳେ ମହାଦେବ ଆସନ୍ତି, ମହାଦେବ ଦେଖିଲେ ଏ ନାରୀ ଜଣଙ୍କ ତ ଗର୍ଭବତୀ ଅଛନ୍ତି, ଆଉ ଗର୍ଭବତୀ ନାରୀଙ୍କୁ କେବେ ମାରିବା ଉଚିତ ନୁହଁ। ତ ମହାଦେବ ସେଠୁ ପଳାୟନ କଲେ। କିଛି ଦିନ ଅନ୍ତର ଗଲା, କିନ୍ତୁ ଗର୍ଭବତୀ ହେଇଥିବା ବ୍ୟାସମୁନିଙ୍କ ସ୍ତ୍ରୀଙ୍କର ଗର୍ଭରେ ଧାରଣ ହେଇଥିବା ଯୋଉ ଶିଶୁ ସିଏ ବାହାରକୁ ଆସିଲା ନାହିଁ। କିଛି ମାସ ବିତିଲା ପରେ ବ୍ୟାସମୁନି ଅନୁରୋଧ କଲେ, ଗର୍ଭ ଭିତରେ ଥିବା ପୁରୁଷ ତୁମେ ଏବେ ବାହାରକୁ ଆସିବା ହେଉ। ତ ଶିଶୁ ପେଟ ଭିତରେ ଥାଇ କହିଲା ଯେ ମୁଁ ମା ଗର୍ଭରୁ ବାହାରକୁ ଯିବିନି, ମତେ ପାପ ଲାଗିବ। ତ ପରବର୍ତ୍ତୀ ମୁହୂର୍ତ୍ତରେ ସେ କହିଲେ ଯେ ମା ଆଗରେ ମୁଁ କେମିତି ଉଲ୍ଲଂଘନ ହୋଇକି ଯିବି। ତ ବ୍ୟାସମୁନି କଣ କଲେ, କଦଳୀରେ ଭିତରେ କିଛି କପଡ଼ା ପୁରେଇ ତାଙ୍କ ସ୍ତ୍ରୀଙ୍କୁ ଖାଇବାକୁ ଦେଲେ, ଆଉ ତା ମାଧ୍ୟମରେ ସେ କପଡ଼ା ସେ ଶିଶୁ ପାଖରେ ପହଞ୍ଚିଲା। ଆଉ ଶିଶୁ ଜଣକ ଯେତେବେଳେ ଜନ୍ମ ହେଲେ, କପଡ଼ା ପିନ୍ଧିକି ଜନ୍ମ ହେଲେ, ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ନାଁ ଶୁକମୁନି ହେଲା। ତ ସିଏ ଜନ୍ମ ହେଲେ ତ ଜଙ୍ଗଲକୁ ଚାଲିଗଲେ, ଆଉ ବ୍ୟାସମୁନି ତାଙ୍କ ପଛେ ପଛେ ଗୋଡ଼େଇକି ଗଲେ ଯେ ପୁଅ ତୁ ରହିଯା, କିନ୍ତୁ ସିଏ ରହିଲେ ହିଁ ନାହିଁ, ସେ ଜଙ୍ଗଲକୁ ପଳେଇଲେ। ପରେ ବ୍ୟାସମୁନି ବଦ୍ରୀନାଥ ଧାମ ପାଖରେ ଗୋଟେ ମାନ ଗାଁ ଅଛି, ସେଠି ଯାଇକି ଗୋଟେ କୁଟିଆ ବନେଇକି ରହିଲେ। ତ କିଛି ଦିନ ପରେ ନାରଦ ମୁନି ସେଠି ଆସିଲେ, କାହିଁକିନା ନାଟ ସେଇ ତ ଲଗେଇଛନ୍ତି, କାହିଁକିନା ଭାଗବତ ଜ୍ଞାନଟା ସମସ୍ତେ ଜାଣିବା ଦରକାର। ତେଣୁ ସିଏ କହିଲେ ବ୍ୟାସମୁନିଙ୍କୁ ଯେ ଯିଏ ପୁରା ବ୍ରହ୍ମାଣ୍ଡର ସବୁ ଶାସ୍ତ୍ର ରଚନା କରିସାରିଛନ୍ତି, ସିଏ ବର୍ତ୍ତମାନ ଉଦାସ କାହିଁକି ଅଛନ୍ତି? ତ ବ୍ୟାସମୁନି କହିଲେ ତୁମେ ହିଁ ଜାଣିଥିବ ନାରଦ। ତ ନାରଦ କହିଲେ ଯେ ତୁମେ ସବୁ ଶାସ୍ତ୍ର ରଚନା କରିଛ, କିନ୍ତୁ ଏଭଳି ଶାସ୍ତ୍ର ରଚନା କରିନ ଯୋଉଥିରେ କୃଷ୍ଣ ଜ୍ଞାନ
ପରିପୂର୍ଣ୍ଣ ହେଇକି ଥିବ। ତୁମେ ଏଭଳି ଗୋଟେ ଶାସ୍ତ୍ର ରଚନା କର ଯେ କୃଷ୍ଣ ରସରେ ପରିପୂର୍ଣ୍ଣ ହେଇଥିବ, ପୁରା 4 ବେଦର ଫଳ ସ୍ୱରୂପ ସିଏ ହେଇଥିବ। ତ ବ୍ୟାସମୁନି ନିଷ୍ପତ୍ତି ନେଲେ ଭାଗବତ ରଚନା କରିବା ପାଇଁ। ସେ ପ୍ରଥମେ ବିଘ୍ନ ବିନାଶକଙ୍କୁ ବନ୍ଦନା କଲେ। ତ ସିଏ ଯେତେବେଳେ ବନ୍ଦନା କରିଛନ୍ତି, ଗଣେଶ ମହାପ୍ରଭୁ ଉପସ୍ଥିତ ହେଲେ। ଗଣେଶ ମହାପ୍ରଭୁ କହିଲେ ମୁଁ ଲେଖିବି, ତୁମେ ଡାକିବ, କିନ୍ତୁ ଗୋଟେ ସର୍ତ୍ତ ରହିବ। ସର୍ତ୍ତ ଏଇଆ ଯେ ତୁମେ ଯେଉଁ ଭାଗବତ ଡାକିବ ପୁରା ନନଷ୍ଟପ୍ ଡାକିବ, ବିରତି ନବ ହିଁ ନାହିଁ। ତ ବ୍ୟାସମୁନି କହିଲେ ଯଦି ମୁଁ ବିରତି ନେବିନି ମୁଁ ପୁଣି ମୋ ନିତ୍ୟକର୍ମ କେମିତି କ'ଣ କରିବି? ତ ବ୍ୟାସମୁନି ତାଙ୍କୁ କହିଲେ ଯେଉଁ ଶ୍ଲୋକ ମୁଁ ଡାକିବି ସେ ଶ୍ଲୋକର ଯଥାର୍ଥ ଅର୍ଥ ବୁଝିକି ଆପଣ ଲେଖିବେ। ତ ସେ କୁହାଯାଏ ଯେ ଭାଗବତରେ ଏଭଳି କିଛି ଶ୍ଲୋକ ଅଛି, ତାକୁ ବ୍ୟାସ ବୁଟି ବୋଲି କୁହାଯାଏ, ବହୁତ କଷ୍ଟ ଶ୍ଲୋକ। ସେମିତିଆ ଶ୍ଲୋକ ସେ ମଝିରେ ମଝିରେ କହନ୍ତି ନା ଗଣପତିଙ୍କୁ କହନ୍ତି। ଗଣପତି ତାକୁ ଲେଖିକି ଭାବିକି କୃଷ୍ଣ ପ୍ରେମରେ ତଲ୍ଲୀନ ହେଇକି ତାକୁ ଲେଖିଲା ବେଳକୁ ଅଧିକ ସମୟ ନିଅନ୍ତି। ତ ତାରି ଭିତରେ ବ୍ୟାସମୁନି ତାଙ୍କ ନିତ୍ୟକର୍ମ ସାରିକି ଆସି ସେଠି ବସିଯାଆନ୍ତି। ତ ଏଇପରି ଭାବରେ ଭାଗବତ ରଚନା କରାଯାଇଥିଲା। ଆଉ ପରବର୍ତ୍ତୀ ମୁହୂର୍ତ୍ତରେ ଶୁକମୁନି ପରଗୀତ ରାଜାଙ୍କୁ ଭାଗବତ ଶିଖେଇଥିଲେ। ଆଉ ପ୍ରଥମ ପରଗୀତ ରାଜା 7 ଦିନ ଭାଗବତ ପାରାୟଣ କରିଥିଲେ, ଯାହା ଆଜି ଆମର ସମାଜରେ ଚାଲି ଆସିଛି 7 ଦିନ ଭାଗବତ ବସିବା। ତ ଭାଗବତ ବହୁତ ଲାଭଦାୟକ ଅଟେ ଆଉ ବହୁତ ପୁଣ୍ୟଦାୟକ ଅଟେ। ମଣିଷକୁ ମୁକ୍ତି ମାର୍ଗରେ ନେବା ପାଇଁ ଏ ସବୁଠୁ ବଡ଼ ଗ୍ରନ୍ଥ କହିବି ନାହିଁ, ବେଦ କହିବି, କାହିଁକିନା ଭାଗବତକୁ ପଞ୍ଚମ ବେଦ ମଧ୍ୟ କୁହାଯାଏ। ରହୁଛି, ନମସ୍କାର।